ସନ୍ଧ୍ୟା ସମୟ ହେଇଥିବ ଆଉ କିଛି ଚଟପଟା ଖାଇବା ପାଇଁ ଇଚ୍ଛା ହବନି, ସେମିତି ତ କେବେ ହେଇପାରିବନି। ତ ମୁଁ ସକାଳେ ଭାବିଥିଲି କି ଆଜି ସନ୍ଧ୍ୟାରେ ମଟର ସୁପଟେ କରିବି। ସେଥିପାଇଁ ମଟର ଚଣାକୁ ସକାଳୁ ହିଁ ଭିଜେଇକି ରଖିଦେଇଥିଲି। ଆଉ ଏବେ ସନ୍ଧ୍ୟାରେ ମଟର ଚଣା ସହିତ ଆଳୁରେ ପାଣି ଆଉ ଅଳ୍ପ ଟିକେ ଲୁଣ ଦେଇକି ପ୍ରେସର କୁକରରେ 3ଟି ସିଟି ଆସିବା ପର୍ଯ୍ୟନ୍ତ ସିଝେଇ ନେଲି। ଆଉ ସେତେ ଟାଇମରେ ପିଆଜ, ଟମାଟୋ ଓ ଧନିଆ ପତ୍ରକୁ ଚୁନ ଚୁନ କରିକି କାଟି ନେଲି। ଆଉ ତା ସହିତ ଆମ୍ବ କଷି ଅଦା, ରସୁଣ ଆଉ ଲଙ୍କାକୁ ବି ଛେଚି ନେଲି। ତାପରେ ପ୍ରେସର କୁକରକୁ ଖୋଲିକି ଆଳୁକୁ ଚକଟି ନେଲି। ଆଉ ପୁଣି ଥରେ ଗ୍ୟାସରେ ବସେଇକି 1 ମିନିଟ ପାଇଁ ଫୁଟେଇ ନେଲି। ଆଉ ଏବେ ଏଇଠି ମୁଁ ବାପା, ମା ଆଉ ମୋ ପାଇଁ ମଟର ସୁପକୁ ବାଢିବି। ସେଥିପାଇଁ ଗିନାରେ କଞ୍ଚା ଲଙ୍କାକୁ ଚକଟି ନେଲି। ଆଉ ସେଥିରେ ଛେଚା ଆମ୍ବ କଷି ଅଦା, ରସୁଣ ଆଉ ଲଙ୍କାକୁ ଦେଇଦେଲି। ଆଉ ତା ଉପରେ ଦେଇଦେଲି ଅଳ୍ପ ଟିକେ ଲେମ୍ବୁ ରସ ଆଉ ତେନ୍ତୁଳି ପାଣି। ଏବେ ତା ଉପରେ ଅଳ୍ପ ଟିକେ ବିଟ୍ ଲୁଣ ଆଉ କାଟିଥିବା ପିଆଜ, ଟମାଟୋ, ଧନିଆ ପତ୍ର ଦେଇକି ସିଝେଇକି ରଖିଥିବା ଆଳୁ ମଟର ପାଣିକୁ ଦେଇଦେଲି। ଆଉ ଲାଷ୍ଟରେ ଅଳ୍ପ ଟିକେ ଭଜା ଜିରା, ଧନିଆ ଆଉ ଲଙ୍କା ଗୁଣ୍ଡ ଦେଇକି ମିକ୍ସ କରିନେଲି। ଆଉ ଏଇଠି ଆମର ଗରମା ଗରମ ମଟର ସୁପ ରେଡି ହେଇଗଲା। ଏବେ ୟାକୁ ମୁଁ ବାପା ଆଉ ମାଙ୍କୁ ଦେଲି। ତା ସହିତ ମୁଁ ବି ମୋର ସୁପ ନେଇକି ତାଙ୍କ ପାଖରେ ବସିଗଲି। ବାପା ଆଉ ମାଙ୍କୁ ତ ମଟର ସୁପ ଭାରି ବଢିଆ ଲାଗିଲା। ଆଉ ଆପଣଙ୍କୁ ଆଜିର ଏ ରେସିପି କେମିତି ଲାଗିଲା